ମୋ କଥା ଶୁଣୁନ କାହିଁକି? ମା ମା ଆରେ ଏ କଣ ସୁନାର ନା କଣ ପଡ଼ିଛି ଯେ ଯାଇକି ଦେଖେ। ଆରେ ବାহ ଏଇଟା ତ ବହୁତ ସୁନ୍ଦର ଦାଦା ଅଛି। ଏଇଟା ମାଆକୁ ନେଇଦେବି ସେ ଫିଟିବ। আরে এটা ঠিক সময় এই পুଅଟାକୁ ଏଠି ମୁଁ ଜୀବନରୁ ମାରିଦେବି। ଏଠି ତ କେହି ନାହାନ୍ତି, କେହି ବି ଜାଣିପାରିବେନି। ଇରେ ହେ ଟକା ଏଠି ତୁ କଣ କରୁଛୁ? କିନ୍ତୁ ମୁଁ ସବୁ ଦେଖିଛି। ତୁ କଣ ଗୋଟେ ତୋ ପକେଟରେ ପୁରେଇଲୁ ନା? ମତେ ଦେଖା। ଆରେ ମୋ ସୁନା ପୁଅଟା ପରା, ମୁଁ ତୋର କିଛି କରିବିନି। ମତେ ଦେଖା। ଆବେ ଦେଖା। ଦେଖେଇବନି? ଯଦି ଦେଖେଇବନି ମାରିବି। ଦେଖା। ଆବେ ଦେଖା ବେ। ଦେଖେଇବନି? ଦେଖା। ଇରେ ଟକା ଏ ହାର ତୁ କୋଉଠୁ ପାଇଲୁ? ସତ କଥା କହ, ଏ ହାର ତୁ କୋଉଠୁ ପାଇଲୁ? ନହେଲେ ଏମିତି ମାରିବି। ଚୁପ୍ ମେଞ୍ଚଣ ଟକା କହିଲା କଣ ନା ଏ ପାଖରେ ପଡିଥିଲା ତେଣୁ ମୁଁ କାଢିଛି। ଇରେ ହେ ଚୋରି କରି କହୁଛୁ କଣ ନା ଏ ପାଖରେ ପଡିଥିଲା। ଏଇଟା କଣ ଖେଳିବା ଜିନିଷ? ଯୋଉଠି ନାଇଁ ସେଇଠି ପଡିଥିବ। ଇରେ ହେ ତୋର ଏଡେ ସାହସ, ତୁ ମୋ ଥରେ ପଶି ମୋ ହାର ଚୋରି କରିବୁ ଆଉ ମୁଁ ତତେ ସହଜରେ ଛାଡ଼ିଦେବି। ଏଇ ଦେଖ ବେ ତୋ କାମ ମୁଁ କରୁଛି। ଏଇ ଦେଖ। କରିଛେ ତାକୁ ଗନ୍ଧେଇ ଗନ୍ଧେଇ ମାରୁଛ। ହଁ ତୋ ପୁଅଟା କଣ କରୁଛି ଶୁଣିବୁ? କହିଲ ହେ ତୋର ଏଇ ପୁଅଟା ମୋ ସୁନା ହାର ଚୋରି କରୁଥିଲା ଆଉ ମୁଁ ତାକୁ ଛାଡ଼ିଦେବି। କହୁଛ ମୋ ପୁଅ କେବେ ଚୋରି କରିପାରିବନି? ହଉ ପାରିବନି। ହଁ ସବୁ ଜାଣିଗଲୁ ଆଉ। ପଚାରୁନୁ ତୋ ପୁଅଟାକୁ ପଚାର ସେ ମୋ ସୁନା ହାର ଚୋରି କରୁଥିଲା ନା ନାଇଁ। ଆବେ ପଚାର ବେ। ତୁ କଣ ସତରେ ଚୋରି କରିଛୁ? ନାଇଁ ମା ମୁଁ ଚୋରି କରିନି ଏବଂ ପଡ଼ିଥିଲା ତେଣୁ ମୁଁ କାଢିଛି। ଭଉଣୀ ଶୁଣିଲେ ତ ସେ କଣ କହୁଛି? ଆମେ ଗରିବ ହେଇପାରୁ କିନ୍ତୁ ଚୋରି କରିବା ଆମର ଅଭ୍ୟାସ ନାହିଁ। କିଛି ନ ବୁଝି ନ ଶୁଚେ ନିର୍ଦ୍ଦୋଷର ପିଲାଟାକୁ ମାରୁଥିଲ କାହିଁକି? ଖାଲି ତ ପୁଅଟାକୁ ମାରୁଥିଲି, ଏବେ ତମ ମା ପୁଅକୁ ମିଶେଇକି ଜୀବନରୁ ମାରିଦେବି। ଏଇ ଦେଖ ବେ। अरे कौन चलती थी? कौन चलती? ताकू एमती घरे मारुछु काईकी? कौन करते सुनिब? ए मा पुଅ ମିଶିକି ମୋ ସୁନା ହାର ଚୋରି କରୁଥିଲେ ଆଉ ମୁଁ କଣ ପୂଜା କରିଥାନ୍ତି। ପୂଜା ମୋ ପୁଅ ହାର ଚୋରି କରିନି, ଏଇଠି ପଡ଼ିଥିଲା ତେଣୁ ସେ କାଢିଛି। सामान्य हर भाई ये छोटे पिला एमती घरे मारुछु? अरे काईकी? ଛାଡ଼ିଦେବି। ये वो सुना हार चोरी करिछि ताको गोटे छाड़ीदेवी। एटा केते दामी हार तमे जानी छ? सब जानी से माने केबे एमती काम करि परिबेनी। एते टंकार गहना पिंधुछ ताको रखिबा जानि न निजे भूल करी अन्य को मारछु काईकी?
ନାଇଁ ନାଇଁ ତମେ କ'ଣ କହିଲ ମ ମୁଁ ଭୁଲ କରିଛି ନାଇଁ ନାଇଁ ମୁଁ ଭୁଲ କରିଛି ଏବେ ମତେ ଦୋଷ ଦେଇ ତା ସପକ୍ଷରେ ରହି କଥାବାର୍ତ୍ତା କରୁଛ ଓ ତାହେଲେ ମୁଁ ଜାଣିଗଲି କାହିଁକି ତମେ ତା ସପକ୍ଷରେ ରହି କଥାବାର୍ତ୍ତା କରୁଛ ମତେ ଲାଗୁଛି ନାଇଁ ନାଇଁ ମତେ ଲାଗୁଛି ଇଏ ହେଉଛି ତମର ରକ୍ଷିତା আরে ও সবারই কথাবার্তা করছি ও সবারই কথাবার্তা কর ଖାଡ଼ି ପାଏ ତମେ ମତେ ଥାପଡ଼ ମାରିଲ ସତ କଥାଟା କହିଦେଲେ ବାଧି ଯାଉଛି ଆଉ আরে কোন সতটা ସତଟା କ'ଣ ମୁଁ ନିଶ୍ଚୟ ଖୋଜି ବାହାର କରିବି ସତଟା କ'ଣ ମୁଁ ନିଶ୍ଚୟ ତମକୁ ଦେଖେଇ ଦେବି আরে যাও দেখা যা মালো হইলা হে ତମ ମା ପଙ୍ଗେ ଲାଗି ମୁଁ ଆଜି ଥାପଡ଼ ମାଡ଼ ଖାଇଛି ଥାପଡ଼ ମାଡ଼ ଛାଡ଼ିବିନି ତମ ମା ପୁଅକୁ ମୁଁ କେବେ ଛାଡ଼ିବିନି ହଁ ମୁଁ ଛାଡ଼ିବିନି ବେ ମୁଁ ତୁମର କି ଦୋଷ କରିଥିଲି ବାବୁ କାହିଁକି ମୋତେ ଛାଡ଼ି ଦେଇ ଚାଲି ଆସିଲ କାହିଁକି ମୋତେ ଏତେ ବଡ଼ ଶାସ୍ତି ଦେଲ কোন করিথান্তি মু এপটে আসি দেখিলা বেড়েকু বাবা মা পুষ্পা সহিত মোর বাহাঘর ঠিক করে দিয়েছিলে কেতে চেষ্টা করিবি সে মানে মো কথা শুনিলেনি এইটা মোর ভুল ଥିଲା কিন্তু তু কোন কলু মতে ভাল পাই তু মো সান ভাই কি রিজন করি পারলু কেমিতি তুমি ভুল কହୁଛ ମୁଁ ଗର୍ଭବତୀ ହେବାରୁ ଗାଁ ଲୋକ ମୋତେ ତଡ଼ି ଦେଲେ ଆଉ ତୁମକୁ ଖୋଜିବା ବେଳେ ଜୀବନ ବାବୁ ଦେଖାଏ ସେ ମୋତେ ଘରକୁ ନେଇ ଆସିଲେ ଆଉ ଘର ଲୋକ ନ ଜାଣିବା ପାଇଁ ସେ ମୋତେ ମିଛରେ ମିଛରେ ନିଜ ସ୍ତ୍ରୀ ବୋଲି କହୁଛନ୍ତି କିନ୍ତୁ ବାବୁ ସେ ମୋତେ ନା ନିଜ ମା ପରି ମାନୁଛନ୍ତି মিছ কথা আরে মিছ কথা এ ঘরে আসি তো 5 বর্ষ হয়ে গলা সমস্তে জানিছতি যে তু জীবনକୁ বাହା ହେଇଛୁ ବୋଲି মানে এ সব কথা জানি জানি কেমিতি ততে মো স্ত্রীর অধিকার দেবি ବାବୁ ତମେ ସେମିତି କୁହନି କେତେ ଆଶାନି ମୁଁ ତୁମ ପାଖକୁ ଆସିଛି ଆଉ ତମେ ଯଦି ମନା କରିଦେବ ତାହେଲେ ମୁଁ ମରିଯିବି ମୋ ପୁଅଟା ଅନାଥ ହେଇଯିବ ବାବୁ ମୁଁ ଚାଲିଗଲେ ଚାଲିଯିବି କିନ୍ତୁ ମୋ ପୁଅକୁ ତମେ ନିଜର ପୁଅ ବୋଲି ଗ୍ରହଣ କର ଓ ତମେ ଗ୍ରହଣ କର না তা কেবি হেই পারিবনি আরে তু পরে জীবনକୁ বাହା ହେଇଛୁ সেই হিসাବରେ ମୁଁ ତୋର ଦେଢ଼ଶୁର ହେବି ଆଉ ଏମିତି କଥା କହିପାରୁଛୁ କେମିତି ତୁ ଜୀବନ ସହିତ 5 ବର୍ଷ ବିତେଇ ସାରିଛୁ ପାରୁଛୁ ଯଦି ଜୀବନକୁ କହ ସେ ତ ପୁଅକୁ ବାପାର ପରିଚୟ ଦେବ ମୁଁ ନୁହେଁ ମୁଁ ଆସୁଛି ହଁ ମୁଁ ଆସୁଛି ମା ସେ କ'ଣ ମୋ ବାପା ଥିଲା ଆରେ ବାପା ସେ ହେଉଛନ୍ତି ତୋ ବାପା ସେ ମୋ ବାପା ହେଲେ କ'ଣ ପୁଅ ଡାକୁନାହାନ୍ତି ତାଙ୍କ ଆଖିରେ ବିଚର ହଦପଟୁଳି ବନ୍ଧା ହେଇଛି ତେଣୁ ସେ କିଛି ଦେଖିପାରୁନାହାନ୍ତି ଆଉ ଯେଉଁଦିନ ଦେଖିବେ ସେଦିନ ନିଶ୍ଚୟ ମୋ ପୁଅ ବୋଲି ଗ୍ରହଣ କରିବେ ଓ ନିଶ୍ଚୟ ଆରେ ବାବୁ ଛାଡ଼